ପୂର୍ବ ସରକାର ଏ ସରକାର ଭିତରେ ଏତିକି ଗୋଟିଏ ଜିନିଷ ଫରକ। ପୂର୍ବ ସରକାର କ୍ଷେତ୍ରରେ ଯେକୌଣସି ବି ଜବ୍ ବାହାରୁଥିଲା 6 ମାସ ଭିତରେ ପୋଷ୍ଟିଂ ହଉଥିଲା। ଏ ଗଭର୍ଣ୍ଣମେଣ୍ଟର 2 ବର୍ଷ 2.5 ବର୍ଷ 3 ବର୍ଷରେ ପୋଷ୍ଟିଂ ନାହିଁ। ଡବଲ ଇଞ୍ଜିନ ଖାଲି ଲାଗିଛି କିନ୍ତୁ ଗାଡି କରୁନାହିଁ। ଡ୍ରାମା ଇଏ କିଛି ନୁହଁ। ମେନ୍ ଜିନିଷ ହଉଛି ଏଇ ଗଭର୍ଣ୍ଣମେଣ୍ଟ ଆସିବାର ଦୀର୍ଘ 2.5 ବର୍ଷ ହେଇଗଲାଣି। ତ କୌଣସି ଏପର୍ଯ୍ୟନ୍ତ ଗୋଟିଏ ବି ଆମର ମାନେ ଗଭର୍ଣ୍ଣମେଣ୍ଟ ଶିକ୍ଷକ ପଦବୀ ବାହାର କରିନି। ଅନ୍ୟାନ୍ୟ ଚାକିରି ଦେଇଛି କିନ୍ତୁ ଶିକ୍ଷକ କ୍ଷେତ୍ରରେ କୌଣସି ପ୍ରକାର ଚାକିରି ଆମର ବାହାର ନାହିଁ। ମେନ୍ ଜିନିଷ ହେଲା ଆମେ ଯୋଉ ପୂର୍ବଥର ଷ୍ଟ୍ରାଇକ୍ କରିବା ପାଇଁ ଆଇଥିଲୁ ଆମକୁ କୁହାଯାଇଥିଲା ଯେ ଏଇ ଯୋଉ ଏସ୍ଏସ୍ବି ଟିଜିଟି ପାଇଁ ଆମେ ଷ୍ଟ୍ରାଇକ୍ କରୁଛୁ କୁହାଯାଏ 1652 ସମଥିଙ୍ଗ ପୋଷ୍ଟ ବାହାରିବାର ଅଛି ଆଉ ବହୁତ ଶୀଘ୍ର ବାହାରିବାର ଅଛି। କିନ୍ତୁ ପରେ ଶୁଣାଯାଉଛି ଯେ ସେ ପୋଷ୍ଟ ଆଉ କିଛି ନାହିଁ, ସବୁ କଣ୍ଟ୍ରାକ୍ଚୁଆଲ ବେସିସରେ ଜବ୍ ଦେଇ ଦେଉଛନ୍ତି। ତାହେଲେ ପୁଣି ଆଜି ଆମେ ଷ୍ଟ୍ରାଇକ୍ କରିବା ପାଇଁ ଆସିଛୁ। ଆଉ ୟା ଦ୍ୱାରା କ'ଣ ହଉଛି ନା ଗଭର୍ଣ୍ଣମେଣ୍ଟ କ'ଣ ଚାହୁଁଛି ନା କମ୍ ପଇସାରେ କେମିତି ଅଧିକା ଶିକ୍ଷକ ନିଯୁକ୍ତି ଦେଇପାରିବ। କଣ୍ଟ୍ରାକ୍ଚୁଆଲ ସମ୍ପୂର୍ଣ୍ଣ ପଇସା ଦିଆଯିବ ନାହିଁ। ସେଠାରେ କ'ଣ ସେ ଚାହୁଁଛି କେମିତି କମ୍ ପଇସାରେ ଅଧିକା ଟିଚର ନିଯୁକ୍ତି ଦିଆଯିବ। ସେଥିଲାଗି ସେ ସବୁ ଏଇ ଯୋଉ ଆମକୁ ଯୋଉ ସୂଚନା ମିଳିଛି ଯେ ଏ ଯୋଉ 1652 ପୋଷ୍ଟ ବର୍ତ୍ତମାନ କାହିଁ ଗଭର୍ଣ୍ଣମେଣ୍ଟ ପାଖରେ ନାହିଁ। ପୂର୍ବ ସରକାର ଏ ସରକାର ଭିତରେ ଏତିକି ଗୋଟିଏ ଜିନିଷ ଫରକ। ପୂର୍ବ ସରକାର କ୍ଷେତ୍ରରେ ଯେକୌଣସି ବି ଜବ୍ ବାହାରୁଥିଲା 6 ମାସ ଭିତରେ ପୋଷ୍ଟିଂ ହଉଥିଲା। ଏ ଗଭର୍ଣ୍ଣମେଣ୍ଟର 2 ବର୍ଷ 2.5 ବର୍ଷ 3 ବର୍ଷରେ ପୋଷ୍ଟିଂ ନାହିଁ। ଆର୍ଆଇ ପରୀକ୍ଷା 3.5 ବର୍ଷ ହେଲାଣି ପୋଷ୍ଟିଂ ନାହିଁ। ଏଲ୍ଟିଆର ଚାଲିଛି, କେବେ ସରିବ ଆମେ ଜାଣିନୁ। ଡବଲ ଇଞ୍ଜିନ ଖାଲି ଲାଗିଛି କିନ୍ତୁ ଗାଡି କରୁନାହିଁ। ସେଇଟା ହଉଛି ମେନ୍ ଜିନିଷ। ଆମର ଦାବି ରହୁଛି ଆମର ଏସ୍ଏସ୍ବି ଟିଜିଟି ପୋଷ୍ଟ ଯଥାଶୀଘ୍ର ବାହାର କରାଯାଉ। ଆମକୁ ଯଦି ନିଯୁକ୍ତି ଦଉଥାନ୍ତେ ଆମେ ଏଠି କାହିଁ ଆସିଥାନ୍ତୁ। ଆମକୁ ଠିକ ଟାଇମରେ ନିଯୁକ୍ତି ଦଉନାହାନ୍ତି। ଗେଷ୍ଟ ଟିଚର ରିକ୍ରୁଟମେଣ୍ଟ ଏବେ ବାହାର କରୁଛନ୍ତି। ଏବେ ତ ଯେତିକି ଆଶାୟୀ ଅଛନ୍ତି ତାଙ୍କୁ ନିଜର ରିକ୍ରୁଟମେଣ୍ଟ ମିଳୁନି। ଗେଷ୍ଟ ଶିକ୍ଷକର ନିଯୁକ୍ତି ମତଲବ ତା ମାନେ କଣ ପାଇଁ ଗେଷ୍ଟ ଟିଚର? ଯଦି ଯୋଉମାନେ ଏବେ ଯେତିକି ଅଛନ୍ତି ଶିକ୍ଷକ ପାଇଁ ଯେତିକି ପିଲା ଅଛନ୍ତି ତାଙ୍କ ଅନୁସାରେ ଏବେ ଶିକ୍ଷକ ନିଯୁକ୍ତି 1500 ପୋଷ୍ଟ, ପିଲା ଅଛନ୍ତି 2 ଲକ୍ଷ ପ୍ଲସ। ଏବେ ଯଦି ସେତିକି ମାନେ ପିଲାଙ୍କୁ ଦିଆହବ ମିନିମମ କେତେ ପୋଷ୍ଟ ଦରକାର? କିନ୍ତୁ ଏବେ ଗେଷ୍ଟ ଟିଚର କଣ ପାଇଁ? ଆମକୁ ଆମର କେବଳ ଗୋଟେ ହକ୍। ଆମକୁ ଆମେ କହୁନୁ ଯେ ଆମକୁ ସେମିତି ଚାକିରି ଦେଇ ଦିଅନ୍ତୁ। ଆମେ ତ ସେତିକି ଟିଇଟି ଏକ୍ଜାମ ଦଉଛୁ, ତାପରେ ବିଏଡ୍ କ୍ଲିୟର କରୁଛୁ, ତାପରେ ଟିଇଟି ଏକ୍ଜାମ ପରେ ଷ୍ଟେପ ବାଇ ଷ୍ଟେପ କେତେ ଷ୍ଟେପ ଗଲା ପରେ ଆମେ କହୁଛୁ କି ଆମକୁ ଚାକିରି ଖଣ୍ଡେ ଦିଅ। ଆମକୁ କଣ ପାଇଁ ସେତିକି ଦଉନାହାନ୍ତି? ଆମର ଆଶା ଥିଲା କି ଯେତେବେଳେ ନୂଆ ଗଭର୍ଣ୍ଣମେଣ୍ଟ ଆସିଲା ଆମ କଥା ଶୁଣିବ। ଆମେ ସେଇଥିପାଇଁ ତ ତାଙ୍କୁ ବାଛିଥିଲୁ ନା କି ସେମାନେ ଆମକୁ ଦେବେ, ନିଯୁକ୍ତି ଦେବେ। ଆମର ଯେତିକି ଅଛନ୍ତି ଯୁବପିଢି ତାଙ୍କୁ କିଛି ନ୍ୟାୟ ମିଳିବ। କିଛି ତ ମିଳୁନି। ଆମର ସେତିକି କଥା ଆମର ଶୁଣନ୍ତୁ। ଆମର ଯେତିକି ନିଯୁକ୍ତି ରହିଲା ଆମକୁ ନିଯୁକ୍ତି ଦିଅନ୍ତୁ। ତାପରେ ଆମେ କ୍ୱାଲିଫାଇ କରିବୁ କଣ କରିବୁ ଏଟା ଆମ ଉପରେ ଛାଡନ୍ତୁ। କିନ୍ତୁ ଏବେ କିଛି ତ ପୋଷ୍ଟ କାଢନ୍ତୁ। ପୋଷ୍ଟ ନ କାଢିଲେ ଆମେ କେମିତି କଣ କରିବୁ? ତ ଆମେ ସେଇଥିପାଇଁ ବସିଛୁ। ଆମକୁ କିଛି ନ୍ୟାୟ ଦରକାର। ଆମ କଥା ଶୁଣନ୍ତୁ ଗଭର୍ଣ୍ଣମେଣ୍ଟ। ଆମର ଏତିକି ଅନୁରୋଧ ତାଙ୍କ ପାଖରେ। ସେ ଯଦି ସତରେ ଜଣେ ଶିକ୍ଷକ ସେ କାହିଁକି ଆମ କଥା ଶୁଣୁନାହାନ୍ତି? ଯଦି ସେ ଶିକ୍ଷକର ଯେତିକି ସେ ଜାଣିଥାନ୍ତେ ତାର ମହତ୍ଵ କଣ ସେ ଆମ କଥା ଶୁଣୁନଥାନ୍ତେ? ସେ ସେତିକି ତାର ମହତ୍ଵ ଜାଣିନାହାନ୍ତି। ସେଇଥିପାଇଁ ସେ ଆମ କଥା ଶୁଣୁନାହାନ୍ତି। ଯଦି ବି ସେ ସତରେ କେବେ ଜଣେ ଶିକ୍ଷକ ଥିଲେ ସେ ସେତିକି ଅନୁଭୂତି ତାଙ୍କର ଅଛି ଶିକ୍ଷକ ମାନଙ୍କର ଗୁରୁତ୍ଵ ସମାଜ ପ୍ରତି କଣ, ସେ ଶିକ୍ଷକଙ୍କର ନିଯୁକ୍ତି ନିହାତି ଆମେ ଷ୍ଟ୍ରାଇକ୍ କରୁଛୁ। ଆମେ ତାଙ୍କୁ ଅବଗତ କରାଇଲୁ କି ଏତିକି ଦରକାର ଅଛି। ଯଦି ସେ ସେତିକି ମନରେ ଅନୁତପ୍ତ କି ହଁ ଆମେ କାଢି ନାହୁଁ, ଏବେ ବି ସମୟ ଅଛି ଆମ ପାଇଁ, ସେତିକି ସେ ଶୁଣନ୍ତୁ ଆମ କଥା। ତ ଆମ କଥା ଶୁଣିକି ସେ ଏବେ ରିକ୍ରୁଟମେଣ୍ଟ ବାହାର କରନ୍ତୁ। जदि आपंक आम भिडी भल लगा तेब आम चैनल को लाइक शेयर और सब्सक्राइब करने को जमा भी भूलु नहीं।